ଚାଲ ଆମେ ପୁରୁଷର ଜନନ ତନ୍ତ୍ରର ବିଭିନ୍ନ ଅଙ୍ଗଗୁଡ଼ିକୁ ଦେଖିବା ଏବଂ ସେଗୁଡ଼ିକ କିପରି କାମ କରେ ସେ ବିଷୟରେ ଜାଣିବା। ତେବେ ଏହି ଜନନ ତନ୍ତ୍ରର ବାହାରେ ଥିବା ଅଂଶଗୁଡ଼ିକ ଯାହାକୁ ଆମେ ଖାଲି ଆଖିରେ ଦେଖ, ପ୍ରଥମେ ସେଗୁଡ଼ିକରୁ ଆମେ ଆରମ୍ଭ କରିବା। ତେବେ ପ୍ରଥମେ ତୁମେ ଏହି ଅଂଶଟିକୁ ଲକ୍ଷ୍ୟ କର, ଯାହାକି ଆମ ଶରୀରରୁ ତଳକୁ ଲଟକିକି ରହିଥାଏ ଏବଂ ସେହି ଅଂଶକୁ ଆମେ ଶୁକ୍ରମୁଣି ବୋଲି କହିଥାନ୍ତି। ଠିକ୍ ଅଛି। ତେବେ ଏହି ଶୁକ୍ରମୁଣି କିଛି ଗୋଟେ ଜିନିଷକୁ ତା ଭିତରେ ଧରିକି ରଖିଥାଏ ଏବଂ ସେ ଜିନିଷକୁ ଇଏ ସୁରକ୍ଷା ପ୍ରଦାନ କରେ। ତେବେ ସେ ଜିନିଷଟି କ'ଣ, ଆମେ କିଛି ସମୟ ପରେ ତା ବିଷୟରେ ଆଲୋଚନା କରିବା। ତେବେ ଏହି ଅଂଶଟି, ଏହାକୁ ମଧ୍ୟ ଆମେ ଖାଲି ଆଖିରେ ଶରୀର ବାହାରେ ଦେଖିପାରେ। ତେବେ ଏହାକୁ ଆମେ ଶିଶ୍ନ ବୋଲି କହିଥାନ୍ତି, ଯାହାକି ପୁରୁଷର ଲିଙ୍ଗ ଅଟେ। ତେବେ ଚାଲ ଆମେ ପୁରୁଷ ଜନନତନ୍ତ୍ରର ଶରୀରର ମଧ୍ୟରେ ଥିବା ଅଙ୍ଗଗୁଡ଼ିକୁ ଆଲୋଚନା କରିବା, ଯାହାକୁ ଆମେ ଖାଲି ଆଖିରେ ଦେଖିପାରନ୍ତି ନାହିଁ। ତେବେ ଏହି ଅଂଶଟି ଯାହାକୁ ଆମେ ଖାଲି ଆଖିରେ ଦେଖିପାରନ୍ତି ନାହିଁ ବା ଏହା ଆମ ଶରୀରର ମଧ୍ୟଭାଗରେ ଥାଏ, ତାହାକୁ ଆମେ ମୂତ୍ରାଶୟ ବୋଲି କହିଥାନ୍ତି। ତେବେ ଏହି ମୂତ୍ରାଶୟରେ ମୂତ୍ରଗୁଡ଼ିକ ସଂଗ୍ରହ ହୋଇକି ରହିଥାଏ ଏବଂ ପରିଶେଷରେ ଯେତେବେଳେ ଏହି ମୂତ୍ରାଶୟରେ ମୂତ୍ର ଫୁଲ୍ ହୋଇଯାଇଥାଏ, ସେତେବେଳେ ଏହି ମୂତ୍ରଗୁଡ଼ିକ ଏହି ନଳୀ ସାହାଯ୍ୟରେ ଶିଶ୍ନ ମଧ୍ୟକୁ ପ୍ରବେଶ କରେ ଏବଂ ଆମେ ଏହାକୁ ମୂତ୍ରମାର୍ଗ ଦ୍ୱାରା ଶରୀର ବାହାରକୁ ନିଷ୍କାସନ କରିଥାନ୍ତି ଏବଂ ଏହି ନଳୀଟିକୁ ମୂତ୍ରମାର୍ଗ ବୋଲି କୁହାଯାଏ। ଠିକ୍ ଅଛି। ତେବେ ଏହି ମୂତ୍ରମାର୍ଗଟି ମଧ୍ୟ ଆମର ଜନନ ତନ୍ତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। ପୁନଶ୍ଚ ଆମେ ଏହି ଶୁକ୍ରମୁଣି ନିକଟକୁ ଆସିବା। ତେବେ ଏହି ଶୁକ୍ରମୁଣି ମଧ୍ୟରେ କ'ଣ ଅଛି? ଏହା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଛି, ଯାହାକୁ ଏହି ଶୁକ୍ରମୁଣି ସୁରକ୍ଷା ପ୍ରଦାନ କରେ। ତାହାକୁ ଆମେ ଶୁକ୍ରାଶୟ ବୋଲି କହିଥାନ୍ତି। ଠିକ୍ ଅଛି। ଏହି ଅଂଶଟିକୁ ଆମେ ଶୁକ୍ରାଶୟ ବୋଲି କୁହନ୍ତି ଏବଂ ପୁରୁଷ ଶରୀରରେ ଏହି ଶୁକ୍ରାଶୟ ଦୁଇଟି ଥାଏ। ତେବେ ଏହି ଶୁକ୍ରାଶୟ କ'ଣ କରେ ନା, ଏଗୁଡ଼ିକ ଶୁକ୍ରାଣୁ ତିଆରି କରନ୍ତି ଏବଂ ଏହି ଶୁକ୍ରାଣୁକୁ ଆମେ ପୁଂ ଯୁଗ୍ମକ ବୋଲି କହିଥାନ୍ତି। ଅଥବା ଆମେ ଏମିତି କହିପାରିବା ଯେ ପୁରୁଷମାନଙ୍କର ଯୁଗ୍ମକକୁ ଆମେ ଶୁକ୍ରାଣୁ ବୋଲି କହିଥାନ୍ତି। ତେବେ ଆମେ ହର୍ମୋନ୍ ବିଷୟରେ ଆଗରୁ ମଧ୍ୟ ଆଲୋଚନା କରିଥିଲେ ଯେ ଏହି ଶୁକ୍ରାଶୟଟି ଟେଷ୍ଟୋଷ୍ଟିରନ୍ ନାମକ ଏକ ହର୍ମୋନ୍ କ୍ଷରଣ କରେ, ଯାହାକି ଆମର ଯୁବକ୍ରାନ୍ତି ସମୟରେ କ୍ଷରଣ ହୋଇଥାଏ ଏବଂ ଏହି ଟେଷ୍ଟୋଷ୍ଟିରନ୍ର ସହାୟତାରେ ପୁରୁଷମାନଙ୍କ ଯୁବକ୍ରାନ୍ତି ସମୟରେ କିଛି ଶାରୀରିକ ପରିବର୍ତ୍ତନ ଆମେ ଲକ୍ଷ୍ୟ କରିଥାନ୍ତି, ଯେପରିକି ନିଶଧାଡ଼ି ଉଠିବା, କଣ୍ଠସ୍ୱରରେ ପରିବର୍ତ୍ତନ ହେବା, ତା ସହିତ ପ୍ରଜନନ ଅଙ୍ଗର ବିକାଶ ଘଟିବା ଏହି ଟେଷ୍ଟୋଷ୍ଟିରନ୍ ହର୍ମୋନ୍ ଦ୍ୱାରା ହୋଇଥାଏ ଏବଂ ପୁନଶ୍ଚ ଏହି ଟେଷ୍ଟୋଷ୍ଟିରନ୍ ଶୁକ୍ରାଶୟ ମଧ୍ୟରେ ଶୁକ୍ରାଣୁ ତିଆରି କରିବାର କାର୍ଯ୍ୟକ୍ଷମତାକୁ ନିୟନ୍ତ୍ରଣ କରେ। ତେବେ ଏଇଠି ତୁମେ ଭାବୁଥିବ ଯେ ଏହି ଶୁକ୍ରମୁଣିଟି ଆମ ଶରୀରରୁ ବାହାରେ କାହିଁକି ଏମିତି ଓଳିକି ରହିଥାଏ? ଏହାର କାରଣ ହେଉଛି ଯେ ଶୁକ୍ରାଣୁ ପ୍ରସ୍ତୁତ ପାଇଁ ଆମ ଶରୀର ତୁଳନାରେ ଏହି ଶୁକ୍ରାଶୟର ତାପମାତ୍ରା 2 ଡିଗ୍ରୀ କମ୍ ଆବଶ୍ୟକ ବା ଏହାକୁ କିଛି ଥଣ୍ଡା ତାପମାତ୍ରା ଆବଶ୍ୟକ। ଏଣୁ ଏହି ଶୁକ୍ରାଶୟଟି ଆମ ଶରୀର ବାହାରକୁ ଏମିତି ଲଟକିକି ରହିଥାଏ ଏବଂ ଏହି ଶୁକ୍ରମୁଣି ଏହି ଶୁକ୍ରାଶୟକୁ ସୁରକ୍ଷା ପ୍ରଦାନ କରିବା ସହିତ ତାପମାତ୍ରାକୁ ସମ୍ବଳିତ କରିବାରେ ସହାୟତା କରେ। ଠିକ୍ ଅଛି। ଯେତେବେଳେ ଏଇଠି ଶୁକ୍ରାଣୁଗୁଡ଼ିକ ତିଆରି ହୁଏ, ସେଗୁଡ଼ିକ ଅନ୍ୟ ଏକ ଅଙ୍ଗକୁ ଗତି କରେ, ଯାହା ଶୁକ୍ରାଶୟର ଉପରେ ଅବସ୍ଥିତ ଏବଂ ଏହି ଅଙ୍ଗକୁ ଆମେ ଏପିଡିଡାଇମିସ୍ ବୋଲି କହିଥାନ୍ତି। କିନ୍ତୁ ଏହାକୁ ମନେ ରଖିବା ତୁମର କିଛି ବି ଆବଶ୍ୟକ ନାହିଁ, କାରଣ ଏହା ଆମ ସିଲାବସ୍ ମଧ୍ୟରେ ନାହିଁ। ତେବେ ଏଠି ଜାଣି ରଖ, ଶୁକ୍ରାଶୟ ମଧ୍ୟରେ ଶୁକ୍ରାଣୁ ପ୍ରସ୍ତୁତ ହେଲା ପରେ ଏହି ଶୁକ୍ରାଣୁଗୁଡ଼ିକର ବୃଦ୍ଧି ଓ ପରିପକ୍ୱ ହେବା ପର୍ଯ୍ୟନ୍ତ ଏମାନେ ଯାଇ ଏହି ଏପିଡିଡାଇମିସ୍ ମଧ୍ୟରେ ସଞ୍ଚିତ ହୋଇ ରହିଥାନ୍ତି। ଠିକ୍ ଅଛି। ଯେତେବେଳେ ଶୁକ୍ରାଣୁଗୁଡ଼ିକ ତିଆରି ହୋଇସାରିଲା କିମ୍ବା ପରିପକ୍ୱ ହୋଇସାରିଲା, ତେବେ କ'ଣ ହେବ ନା, ତେବେ ଏହି ଶୁକ୍ରାଣୁଗୁଡ଼ିକ ଆମର ଶିଶ୍ନ ମଧ୍ୟକୁ ପ୍ରବେଶ କରିବା ଦରକାର। ତେବେ ଶିଶ୍ନ ମଧ୍ୟକୁ କେମିତି ପ୍ରବେଶ କରିବ? ଏହା ଏକ ନଳୀ ସାହାଯ୍ୟରେ ଏମିତି ପ୍ରବାହିତ ହୋଇଥାଏ ଏବଂ ଶୁକ୍ରାଣୁଗୁଡ଼ିକ ଏହି ନଳୀ ମାଧ୍ୟମରେ ଯାଇ କିଛି ସମୟ ପରେ ଶିଶ୍ନ ମଧ୍ୟରୁ ବାହାରକୁ ବାହାରିଯାଆନ୍ତି ଏବଂ ଶୁକ୍ରାଣୁଗୁଡ଼ିକ ବାହାରିଯିବା ପରେ ପୁନଶ୍ଚ ଶୁକ୍ରାଶୟ ମଧ୍ୟରେ ଶୁକ୍ରାଣୁ ଉତ୍ପନ୍ନ ହୋଇଥାଏ। ତେବେ ସବୁ ସମୟରେ ଆମକୁ ଏକ ତାଜା ଶୁକ୍ରାଣୁ ଦରକାର, ସେଥିପାଇଁ ଏହି ପ୍ରକ୍ରିୟା ବାରମ୍ବାର ଚାଲିଥାଏ। ତେବେ ଯେତେବେଳେ ଏହି ଶିଶ୍ନଟି ଉତ୍ତେଜିତ ହେବାକୁ ଲାଗେ, ସେତେବେଳେ ଶୁକ୍ରାଶୟ ମଧ୍ୟରୁ ବା ଏପିଡିଡାଇମିସ୍ ମଧ୍ୟରେ ଯେଉଁ ଶୁକ୍ରାଣୁଗୁଡ଼ିକ ଥିଲା, ତାହା ଏହି ନଳୀ ମଧ୍ୟକୁ ପ୍ରବେଶ କରେ ଏବଂ ଏହି ନଳୀ ମଧ୍ୟକୁ ପ୍ରବେଶ କରି ଏହା ଶିଶ୍ନ ମଧ୍ୟକୁ ପ୍ରବେଶ କରିଥାଏ ଏବଂ ଏହି ନଳୀଟିକୁ ଆମେ ଶୁକ୍ରବାହୀ ନଳୀ ବୋଲି କହିଥାନ୍ତି ଏବଂ ଏହି ଶୁକ୍ରବାହୀ ନଳୀଗୁଡ଼ିକ ଏହି ଶୁକ୍ରାଣୁଗୁଡ଼ିକୁ ନେଇ ଅନ୍ୟ ଏକ ନଳୀ ମଧ୍ୟରେ ପ୍ରବେଶ କରାଏ, କିଛି ଏହିପରି, ଏବଂ ଏହି ଅନ୍ୟ ନଳୀଟି ହେଉଛି ମୂତ୍ରମାର୍ଗ। ତେବେ ଏଇଠି
ଶୁକ୍ରାଣୁଗୁଡ଼ିକ ଶୁକ୍ରବାହୀ ନଳୀ ମଧ୍ୟ ଦେଇ ଆସି ମୂତ୍ରମାର୍ଗ ମଧ୍ୟରେ ପ୍ରବେଶ କରନ୍ତି। ମୂତ୍ରମାର୍ଗ ହେଉଛି ସେହି ନଳୀ ଯାହା ମଧ୍ୟରେ ମୂତ୍ର ଶରୀର ବାହାରକୁ ନିଷ୍କାସିତ ହୋଇଥାଏ ଏବଂ ଶୁକ୍ରାଣୁଗୁଡ଼ିକ ମଧ୍ୟ ଏହି ନଳୀ ମଧ୍ୟ ଦେଇ ଶିଶ୍ନ ମଧ୍ୟରୁ ବାହାରକୁ ବାହାରି ଯାଇଥାନ୍ତି। ତେବେ ତୁମ ମନରେ ପ୍ରଶ୍ନ ଆସୁଥିବ ଯେ ଶୁକ୍ରାଣୁଗୁଡ଼ିକ ଶୁକ୍ରାଶୟ ମଧ୍ୟରୁ ଏହି ଶୁକ୍ରବାହୀ ନଳୀ ମାଧ୍ୟମରେ ଯାଇ ତାପରେ ମୂତ୍ରମାର୍ଗ ମଧ୍ୟରେ ପ୍ରବେଶ କରେ, ତେବେ କାହିଁକି ସିଧାସଳଖ ଭାବେ ଏହା ମୂତ୍ରମାର୍ଗକୁ ନ ଯାଏ? ତେବେ ଏହାର ଉତ୍ତର କ'ଣ ହେବ ସେସବୁ ଆମେ ଅନ୍ୟ ଏକ ଭିଡ଼ିଓରେ ଆଲୋଚନା କରିବା। ତେବେ ଏହି ଭିଡ଼ିଓରେ ଆମେ ପୁରୁଷ ଜନନତନ୍ତ୍ରର ବିଭିନ୍ନ ଅଂଶ ବିଷୟରେ ଆଲୋଚନା କଲେ।